ସମାଜରେ ନିଜର ଭ୍ୟାଲ୍ୟୁ କିପରି ବଢ଼ାଇବେ? 90% ଲୋକ ଜୀବନ ସାରା କରୁଥିବା ସବୁଠାରୁ ବଡ଼ ଭୁଲ। ଓକେ, ଆଖି ବନ୍ଦ କରି କଳ୍ପନା କରନ୍ତୁ, 2 ଜଣ ଲୋକ ଗୋଟିଏ ଘରକୁ ଗଲେ। ପ୍ରଥମ ଲୋକ ସମସ୍ତଙ୍କୁ ଖୁସି କରିବାକୁ ଚେଷ୍ଟା କଲା, ସମସ୍ତଙ୍କ ସହ ହସିଲା, କଥା ହେଲା, ସାହାଯ୍ୟ କଲା। ଦ୍ୱିତୀୟ ଲୋକ ଶାନ୍ତ ରହିଲା, କମ୍ କଥା ହେଲା, କିନ୍ତୁ ସେ ବାହାରି ଯିବା ପରେ ସମସ୍ତେ ତାଙ୍କ ବିଷୟରେ କଥା ହେଉଥିଲେ। କାହିଁକି? କେବଳ ଟଙ୍କା? ନା। କେବଳ ସୁନ୍ଦର ଚେହେରା? ନା। ତାହେଲେ ସମାଜରେ ଭ୍ୟାଲୁ କେମିତି ବଢ଼େ? ଆଜି ମୁଁ ଆପଣଙ୍କୁ 7ଟି ଏମିତି ନିୟମ କହିବି ଯାହାକୁ ବୁଝିଗଲେ ଆପଣଙ୍କୁ ସମସ୍ତଙ୍କ ଦୃଷ୍ଟିକୋଣରେ ଧୀରେ ଧୀରେ ଆପଣଙ୍କ ସ୍ଥାନ ନିଶ୍ଚୟ ବଦଳିବାକୁ ଲାଗିବ। କିନ୍ତୁ ସବୁଠାରୁ ଶକ୍ତିଶାଳୀ ନିୟମଟି ଶେଷରେ ଅଛି, ସେଥିପାଇଁ ଶେଷ ପର୍ଯ୍ୟନ୍ତ ରୁହନ୍ତୁ। ସବୁବେଳେ ଉପଲବ୍ଧ ରୁହନ୍ତୁ ନାହିଁ। ରୁଲ୍ ନମ୍ବର 1। ଗୋଟିଏ ପ୍ରଶ୍ନ, ଆପଣ କେବେ ଜଳ ବା ପାଣିକୁ ଭ୍ୟାଲୁ ଦେଇଛନ୍ତି କି? ଯେତେବେଳେ ଜଳର ଅଭାବ ହୁଏ, ଯେତେବେଳେ ଜୋରେ ଶୋଷ କରେ କିନ୍ତୁ ଆଖପାଖରେ ଜଳ ନଥାଏ। ମଣିଷ ମଧ୍ୟ ସେମିତି। ଯଦି ସବୁବେଳେ ହଁ କହିବେ, ସବୁବେଳେ ତାଙ୍କ ଫୋନ୍ ପାଇଁ ଅପେକ୍ଷା କରିବେ କିମ୍ବା ସେ ଫୋନ୍ କରୁ କରୁ ଆପଣ ଫୋନ୍କୁ ଉଠାଇ ନେବେ, ସବୁବେଳେ ଆପଣ ତାଙ୍କୁ ସମୟ ଦେବେ, ଧୀରେ ଧୀରେ ଲୋକେ ଆପଣଙ୍କୁ ଅଧିକାର ଭାବିବେ, ସମ୍ମାନ ନୁହେଁ। କିନ୍ତୁ ଏହାର ଅର୍ଥ ଅହଙ୍କାର ନୁହେଁ। ତାହେଲେ ପରବର୍ତ୍ତୀ ନିୟମଟି ମଧ୍ୟ ଶୁଣି ନିଅନ୍ତୁ। ରୁଲ୍ ନମ୍ବର 2। କମ୍ କୁହନ୍ତୁ, ଗଭୀର କୁହନ୍ତୁ। ଗୋଟିଏ ଘରେ ଯିଏ ସବୁବେଳେ ବକ୍ ବକ୍ ହୁଏ, ମାନେ ବେଶୀ କଥା କୁହେ, ସେ ସବୁବେଳେ ସବୁଠାରୁ ଅଧିକ ପ୍ରଭାବଶାଳୀ ହୋଇ ରୁହେ ନାହିଁ। କିନ୍ତୁ ଯିଏ ଠିକ୍ ସମୟରେ ଠିକ୍ କଥା କୁହେ, ତାଙ୍କ କଥା ମନେ ରହିଯାଏ। କଥାର ସଂଖ୍ୟା ନୁହେଁ, କଥାର ଓଜନ ଭ୍ୟାଲୁ ବଢ଼ାଇଥାଏ। କିନ୍ତୁ ଏଠି ମଧ୍ୟ ଗୋଟିଏ ସବୁଠାରୁ ବଡ଼ କଥାଟିଏ ଅଛି। ରୁଲ୍ ନମ୍ବର 3। ଆପ୍ରୁଭାଲ ପଛରେ ଦୌଡ଼ନ୍ତୁ ନାହିଁ। ଯଦି ଆପଣ ସବୁବେଳେ ପଚାରୁଛନ୍ତି ମୁଁ ଠିକ୍ କଲି କି, ତାଙ୍କୁ କେମିତି ଲାଗୁଥିବ, ମୋ ବିଷୟରେ ସେ କ'ଣ ଭାବୁଥିବ, ତେବେ ଆପଣ ନିଜର ଭ୍ୟାଲ୍ୟୁ ଅନ୍ୟମାନଙ୍କ ହାତରେ ଟେକି ଦେଉଛନ୍ତି। ଯିଏ ନିଜକୁ ସମ୍ମାନ କରେ, ଧୀରେ ଧୀରେ ସମାଜ ମଧ୍ୟ ତାଙ୍କୁ ସମ୍ମାନ କରିବାକୁ ଆରମ୍ଭ କରିଥାଏ। କିନ୍ତୁ କେବଳ ଆତ୍ମବିଶ୍ୱାସଟି ଯଥେଷ୍ଟ ନୁହେଁ। ରୁଲ୍ ନମ୍ବର 4। ଗୋଟିଏ ଦକ୍ଷତାରେ ପରିଚିତ ହୁଅନ୍ତୁ। ଲୋକ ଆପଣଙ୍କୁ ମନେ ରଖିବେ କାହିଁକି? କାରଣ ଆପଣ ଜଣେ ଭଲ ମଣିଷ? ନା। ଲୋକେ ସାଧାରଣତଃ ତାଙ୍କୁ ମନେ ରଖନ୍ତି ଯିଏ କୌଣସି ଗୋଟିଏ କାମରେ ସମ୍ପୂର୍ଣ୍ଣ ଭରସା ଯୋଗ୍ୟ ହୋଇଥାନ୍ତି। ସେ ହୋଇପାରେ ଭଲ ବକ୍ତା ହୋଇପାରନ୍ତି, ହେଇପାରେ ସେ ଭଲ ଶିକ୍ଷକ ହୋଇଥାଇ ପାରନ୍ତି, କିମ୍ବା ଜଣେ ଭଲ ବ୍ୟବସାୟୀ ହୋଇଥାଇ ପାରନ୍ତି, କିମ୍ବା ସେ ଜଣେ ସମସ୍ୟାର ଭଲ ସମାଧାନ କରି ହୋଇପାରିଥାନ୍ତି। ଏବେ ଆସୁଛି ସେହି ନିୟମ ଯାହାକୁ ଅଧିକାଂଶ ଲୋକ ଭୁଲି ଯାଆନ୍ତି। ରୁଲ୍ ନମ୍ବର 5। ଆପଣଙ୍କ ସୀମା, ବାଉଣ୍ଡରିଜ୍। କେହି ଯଦି ଆପଣଙ୍କ ସମୟ ନଷ୍ଟ କରୁଛି ଆଉ ଆପଣ ମଧ୍ୟ କିଛି କହୁନାହାନ୍ତି, ତେବେ ଲୋକ ଭାବିବେ ଏ ଲୋକଟିର ସମୟର କୌଣସି ମୂଲ୍ୟ ନାହିଁ। ସମ୍ମାନ ଯଦି ଚାହୁଁଛନ୍ତି ନା, ତେବେ ନିଜର ସୀମା ସ୍ପଷ୍ଟ କରନ୍ତୁ। ନମ୍ର ହୁଅନ୍ତୁ, କିନ୍ତୁ ଦୁର୍ବଳ ନୁହେଁ। କିନ୍ତୁ ଏହାଠାରୁ ମଧ୍ୟ ଆହୁରି ଗଭୀର କଥା ଅଛି। ରୁଲ୍ ନମ୍ବର 6। ନିଜ ପ୍ରତିଜ୍ଞା ରକ୍ଷା କରନ୍ତୁ। ଆପଣ ଯଦି ନିଜକୁ କହିଲେ କି ମୁଁ କାଲି ସକାଳେ ଉଠିବି, ଆଉ ଉଠିଲେ ନାହିଁ, ତେବେ ସବୁଠାରୁ ପ୍ରଥମେ ଆପଣଙ୍କ ନିଜ ମନ ଆପଣଙ୍କୁ କମ୍ ମୂଲ୍ୟ ଦେବାକୁ ଆରମ୍ଭ କରିଥାଏ। ସେଲ୍ଫ ରେସ୍ପେକ୍ଟ, ସମାଜର ସମ୍ମାନ ପୂର୍ବରୁ ଏଇଟା ପ୍ରଥମେ ଆରମ୍ଭ ହେଇଥାଏ। ସେଥିପାଇଁ ପ୍ରଥମେ ନିଜକୁ ସମ୍ମାନ ଦିଅନ୍ତୁ। ଆରେ ଆପଣ ପ୍ରଥମେ ନିଜକୁ ସମ୍ମାନ ଦେବା ଆରମ୍ଭ କରନ୍ତୁ, ଦୁନିଆ ଆପେ ଆପେ ଆପଣଙ୍କୁ ସମ୍ମାନ ଦେବ। ପ୍ରଥମେ ନିଜର ଆପଣ କେୟାର ନେବାକୁ ଆରମ୍ଭ କରନ୍ତୁ। ଦୁନିଆର କ'ଣ ଅଛି, ଦୁନିଆ ଆପଣଙ୍କ ପର୍ସନାଲିଟି ଦେଖିଲା ପରେ ଧୀରେ ଧୀରେ ବଦଳିଯିବ। ଏବେ ଆସନ୍ତୁ ଯିବା ଶେଷ ନିୟମକୁ, ଫାଇନାଲ ରୁଲ୍, ମାନେ ରୁଲ୍ ନମ୍ବର 7। ନିଜ ଅନୁପସ୍ଥିତିର ମୂଲ୍ୟ ସୃଷ୍ଟି କରନ୍ତୁ। ଗୋଟିଏ ପ୍ରଶ୍ନ, ଆପଣ ଯଦି ଆସନ୍ତାକାଲି ଗୋଟିଏ ସପ୍ତାହ ପାଇଁ ଗାୟବ ହୋଇଯାଆନ୍ତି, କେତେ ଜଣ ଆପଣଙ୍କୁ ମନେ ପକାଇବେ? ଆଉ କାହିଁକି ମନେ ପକାଇବେ? କାରଣ କ'ଣ କେବଳ ଏତିକି କି ଆପଣ ତାଙ୍କ ସହ ଥିଲେ? ନା। ଆଚ୍ଛା, ତେବେ କାରଣ କ'ଣ ଏତିକି କି ଆପଣ ତାଙ୍କ ଜୀବନରେ କୌଣସି ମୂଲ୍ୟ ଯୋଗ କରୁଥିଲେ? ଦେଖନ୍ତୁ, ପ୍ରଥମ କଥା ହେଉଛି ସ୍ୱାର୍ଥ। ଯଦି ଆପଣଙ୍କ ସ୍ୱାର୍ଥ ଥିଲା ଆଉ ଆପଣ ତାଙ୍କ ସହିତ କିଛି କାମ କରୁଥିଲେ, କିମ୍ବା ତାଙ୍କର କିଛି ସ୍ୱାର୍ଥ ଥିଲା ଆଉ ସିଏ ଆପଣଙ୍କୁ ଖଟାଉଥିଲେ, ତେବେ ଏହି ଦୁଇଟି ଭିତରେ ଫରକ ହେଉଛି ଆପଣଙ୍କ ସ୍ୱାର୍ଥ ରହିଲା ନା ତାଙ୍କର ସ୍ୱାର୍ଥ ରହିଲା। ଯଦି ତାଙ୍କ ସ୍ୱାର୍ଥ ପୂରଣ ହେଇଗଲା, ତେବେ ଆପଣଙ୍କର ମୂଲ୍ୟ ତାଙ୍କ ପାଖରେ ଜିରୋ ହୋଇଗଲା।
ସେଥିପାଇଁ ନିଜର ଆତ୍ମସମ୍ମାନକୁ ବଜାଇ ରଖିବା ପାଇଁ ଆପଣ ଯେଉଁ କାମ କରୁଛନ୍ତି, ଯାହା ସହିତ ବି କରୁଛନ୍ତି, ପ୍ରଥମେ ନିଜର ଭ୍ୟାଲ୍ୟୁ ସେଥିରେ ଆଡ୍ କରନ୍ତୁ, ନିଜର ଉପସ୍ଥିତି ସେଥିରେ ଆଡ୍ କରନ୍ତୁ। ଏବେ ଚାଲନ୍ତୁ ଶେଷ କଥାକୁ ମନେ ରଖନ୍ତୁ, ଭ୍ୟାଲ୍ୟୁ ମାଗିକି ମିଳେ ନାହିଁ, ଦେଖେଇକି ମଧ୍ୟ ମିଳେ ନାହିଁ। ଏହା ଧୀରେ ଧୀରେ ତିଆରି ହୁଏ ଆପଣଙ୍କ ଚରିତ୍ରରୁ, ଆପଣଙ୍କ କଥାରୁ, ଆପଣଙ୍କ ଅଭ୍ୟାସରୁ, ଏବଂ ସବୁଠାରୁ ବଡ଼ କଥା, ଏହା ନିଜ ଉପରେ ରଖୁଥିବା ସମ୍ମାନରୁ ମଧ୍ୟ ଆରମ୍ଭ ହୋଇଥାଏ। ଯେଉଁଦିନ ଆପଣ ନିଜକୁ ଶସ୍ତା କରିବା ବନ୍ଦ କରିଦେବେ, ସେହି ଦିନଠାରୁ ଦୁନିଆ ମଧ୍ୟ ଆପଣଙ୍କୁ ଅଲଗା ନଜରରେ ଦେଖିବାକୁ ଆରମ୍ଭ କରିବ। ଯଦି ଏହି ଭିଡ଼ିଓଟି ଆପଣଙ୍କୁ ଟିକିଏ ବି ଭଲ ଲାଗିଥାଏ, ଯଦି ଏହି ଭିଡ଼ିଓଟି ଆପଣଙ୍କ ଚିନ୍ତାଧାରାକୁ ଟିକିଏ ବି ବଦଳାଇ ପାରିଥାଏ, ତେବେ କମେଣ୍ଟ ସେକ୍ସନରେ ଲେଖନ୍ତୁ ୟେସ୍, କିମ୍ବା ଆପଣଙ୍କର ମତାମତ ନିଶ୍ଚୟ ଜଣାନ୍ତୁ। ଆଜି ପାଇଁ ଏତିକି। ଭଲରେ ରୁହନ୍ତୁ, ନିଜର ଯତ୍ନ ନିଅନ୍ତୁ, ସେଲ୍ଫ ରେସ୍ପେକ୍ଟକୁ ଆଗରେ ରଖନ୍ତୁ। ଜୟ ଶ୍ରୀକୃଷ୍ଣ, ଜୟ ଶ୍ରୀ ଜଗନ୍ନାଥ, ଧନ୍ୟବାଦ।